ଓଡ଼ିଶାର ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ଅଭିଭାବକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁଟିଏ। ଆପଣମାନେ ଜାଣିଛନ୍ତି ଓଡ଼ିଶାରେ ପ୍ରବାହିତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ 23 ତାରିଖ ଠାରୁ ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟକୁ ବନ୍ଦ ଘୋଷଣା କରାଯାଇଛି। ଏହା ମଧ୍ୟରେ ସରକାରଙ୍କର ଗଣଶିକ୍ଷା ବିଭାଗ ବିଦ୍ୟାଳୟରେ ଅଧ୍ୟୟନରତ ଶିକ୍ଷାର୍ଥୀମାନଙ୍କ ପାଇଁ ସମର ଲର୍ଣ୍ଣିଂ ପ୍ରୋଗ୍ରାମ ବା SLP କାର୍ଯ୍ୟକ୍ରମ, ଯାହାକି ପ୍ରଥମ ଶ୍ରେଣୀ ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ଅର୍ଥାତ୍ ଏଲିମେଣ୍ଟାରୀ ସେକ୍ସନର ପିଲାମାନଙ୍କ ପାଇଁ ଘୋଷଣା କରିଛନ୍ତି। ଏବଂ ଶିକ୍ଷକମାନଙ୍କୁ ପୂର୍ବରୁ ସରକାରୀ ଚିଠି ମାଧ୍ୟମରେ ନିର୍ଦ୍ଦେଶ ରହିଛି ଯେ ପିଲାମାନଙ୍କର ହ୍ୱାଟ୍ସଆପ୍ ଗ୍ରୁପ୍ ଶିକ୍ଷକମାନେ ଗଠନ କରିବେ ଏବଂ ତୁମେ ପଢ଼ୁଥିବା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ତୁମର ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ SLP ଅର୍ଥାତ୍ ସମର ଲର୍ଣ୍ଣିଂ ପ୍ରୋଗ୍ରାମର ଯେଉଁ ପ୍ରଶ୍ନ ଗୁଡ଼ିକ ତୁମକୁ ପ୍ରେରଣ କରିବେ ଏବଂ ତୁମେ ଏହାର ଉତ୍ତର ଗୁଡ଼ିକୁ ଏକ ଖାତାରେ ଲେଖି ରଖିବ ଏବଂ ସ୍କୁଲ ଖୋଲିଲା ପରେ ସେ ଖାତା ଗୁଡ଼ିକୁ ତୁମେ ସ୍କୁଲରେ ଜମା କରିବ, ଯାହାକି ତୁମର ଶିକ୍ଷକ ଶିକ୍ଷୟିତ୍ରୀମାନେ ସେ ଖାତାର ମୂଲ୍ୟାଙ୍କନ କରିବେ। ଏଥିନିମିତ୍ତ ତୁମେମାନେ ସରକାରୀ ଚିଠିଟି ମଧ୍ୟ ଦେଖିପାରୁଥିବ। ଏ ଚିଠିରେ ଯେ ସମର ଲର୍ଣ୍ଣିଂ ପ୍ରୋଗ୍ରାମ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାମାନଙ୍କ ପାଇଁ କରାଯିବ ବୋଲି ସରକାରୀ ଚିଠି ମଧ୍ୟ ଏଠାରେ ରହିଛି। ତେବେ ପ୍ରଥମ ଶ୍ରେଣୀର ପିଲାମାନଙ୍କ ପାଇଁ ଭାଷାରେ ସେମାନଙ୍କୁ 4ଟି କାର୍ଯ୍ୟକ୍ରମ ଦିଆଯାଇଛି, ଯାହାକି ପିଲାମାନଙ୍କୁ ଗୋଟେ ଖାତାରେ ଏହାକୁ ଉତ୍ତର ଲେଖିବା ପାଇଁ ପଡ଼ିବ। ଏବଂ ପ୍ରଥମ ପ୍ରଶ୍ନଟି ରହିଛି, ଆଙ୍ଗୁଠି ଛାପକୁ ନେଇ ପିଲାମାନେ ବିଭିନ୍ନ ଡିଜାଇନର ଚିତ୍ର ଅଙ୍କନ କରିବେ। ଚ, ଟ, ମ, ର, ଗ ପ୍ରତ୍ୟେକ ଅକ୍ଷରରେ 5ଟି ଲେଖାଏଁ ଶବ୍ଦ ପିଲାମାନେ ଖାତାରେ ଲେଖିବେ ଏବଂ ତୁମେ ଜାଣିଥିବା 5ଟି ଅକ୍ଷର କାର୍ଡ଼ ଉପରେ ଡାଲି କିମ୍ବା ମଞ୍ଜି ଅଠା ଲଗାଇ ସଜାଅ, ଅର୍ଥାତ୍ ପିଲାମାନେ ଅକ୍ଷର ଲେଖିବେ ଏବଂ ସେ ଅକ୍ଷର ଉପରେ ସେମାନେ ଅଠା ଦେଇ ଡାଲି କିମ୍ବା ମଞ୍ଜି ଗୁଡ଼ିକୁ ସେମାନେ ସେଠାରେ ସଜେଇବେ ଏବଂ ତୁମକୁ ଭଲ ଲାଗୁଥିବା ଗୋଟିଏ ଶିଶୁ ଗୀତକୁ ଅଭିନୟ ସହିତ ଆବୃତ୍ତି କର। ଏବଂ ଏହାଟି ରହିଛି ପିଲାମାନଙ୍କ ପାଇଁ ପ୍ରଥମ ଶ୍ରେଣୀର ପିଲାମାନଙ୍କ ପାଇଁ ଭାଷାରେ କାର୍ଯ୍ୟ। ସେହିଭଳି ଗଣିତରେ ମଧ୍ୟ ସମର ଭେକେସନର ଗୃହ କାର୍ଯ୍ୟ ଦିଆଯାଇଛି। ଗଣିତରେ ତୁମର ଡାହାଣ ତୁମର ବାମ ପାପୁଲିକୁ କାଗଜ ଉପରେ ରଖି ତା ଚାରିପଟେ ଗାର ଟାଣି 2ଟି ଚିତ୍ର ଅଙ୍କନ କର ଏବଂ ଆଙ୍ଗୁଠି ଗୁଡ଼ିକ ଗଣି ଏହା ଉପରେ ତୁମେ 1ରୁ 10 ଯାଏ ସଂଖ୍ୟା ଲେଖ, ଯାହାକି ଗଣିତରେ ରହିଛି। କମ୍ ବେଶୀର ଧାରଣାକୁ ଚିତ୍ର ମାଧ୍ୟମରେ ଦର୍ଶାଅ। ଏହି ଧାରଣାକୁ ବୁଝିବା ପାଇଁ ଅଭିଭାବକମାନେ ସେମାନେ ପିଲାମାନଙ୍କୁ ସାହାଯ୍ୟ କରିବେ କମ୍ ବେଶୀ ଧାରଣା ଦେବା ପାଇଁ। ଏବଂ ତୁମ ପରିବେଶରେ ଥିବା ଓଜନିଆ ଏବଂ ହାଲୁକା ବସ୍ତୁ ଗୁଡ଼ିକୁ ଚିହ୍ନ ଏବଂ ସେଗୁଡ଼ିକ ବିଷୟରେ ଲେଖ। ପିଲା ତ ଲେଖିପାରିବେନି ଏବଂ ସେମାନେ କହିବେ ସେ ଓଜନିଆ ଏବଂ ହାଲୁକା ବିଷୟରେ, ଯେହେତୁ ସେମାନେ ପ୍ରଥମ ଶ୍ରେଣୀର ପିଲା। ଏବଂ ସେମାନଙ୍କୁ ପରିବେଶ ପାଠରେ ଦିଆଯାଇଛି। ପରିବେଶ ପାଠରେ ପିଲାମାନଙ୍କ ପାଇଁ ହୋଲିଡେ ଟାସ୍କ ରହିଛି, ଘରେ ରହୁଥିବା ପଶୁ ପକ୍ଷୀମାନଙ୍କୁ ଜାଣ, ଅର୍ଥାତ୍ ପିଲାମାନେ ଘରେ ରହୁଥିବା ପଶୁ ଏବଂ ପକ୍ଷୀମାନଙ୍କର ନାମକୁ ଶୁଣିବେ, ଜାଣିବେ ଏବଂ ମନେ ରଖିବେ। ଦ୍ୱିତୀୟ ନମ୍ବର ପ୍ରଶ୍ନଟି ରହିଛି, ନିଜ ଘର ପରିବେଶରେ ମିଳୁଥିବା ଫଳ ଓ ପନିପରିବାର ଚିତ୍ର ସଂଗ୍ରହ କର ଏବଂ କାଗଜରେ ଅଠା ଦେଇ ଲଗାଅ। ଗୋଟେ ଖାତାରେ ସେମାନେ ଫଳ ଏବଂ ପନିପରିବାକୁ ଖାତା ଦେଇକି ଲଗେଇବେ, ତାର ଚିତ୍ର ତା ଖାତାରେ ଲଗେଇବେ। ଏବଂ ତୃତୀୟଟି ରହିଛି, ଗୋଟିଏ ଘରର ଚିତ୍ର କର ଏବଂ ଚିତ୍ର ଉପରେ ଅଠା ଲଗେଇ କାଠିରେ ସଜାଅ। ତାକୁ ସେମାନେ କାଠିରେ ସଜେଇବେ, ଅର୍ଥାତ୍ ପିଲାମାନେ ଗୋଟେ ଘରଟି ତିଆରି କରିବେ ଏବଂ ତା ଉପରେ ଅଠା ଲଗେଇ ସେମାନେ କାଠିରେ ସେ ଘରଟିକୁ ସଜେଇବେ। ଏହା ଥିଲା ପ୍ରଥମ ଶ୍ରେଣୀର ପିଲାମାନଙ୍କ ପାଇଁ ହୋଲିଡେ ଟାସ୍କ ବା ସମର ଭେକେସନର ଟାସ୍କ ତାଙ୍କୁ ରହିଛି। ସେମାନେ ଖାତାରେ ଲେଖିବେ ଏବଂ ସ୍କୁଲରେ ମଧ୍ୟ ଛୁଟି ସରିଲା ପରେ ସେମାନେ ସ୍କୁଲରେ ଡିପୋଜିଟ୍ କରିବେ।